ମାଛଟି ପଡ଼ିବ। ସାଙ୍ଗମାନେ ଆମେ ଗୋଟେ ଭିଡ଼ିଓକୁ 3 ପ୍ରକାରରେ କରିଛୁ। ଗୋଟେ ତାର ମସଲା ହାତେ ଝୋଳ। ଏବେ ଆମର ପଡ଼ିଗଲାଣି ସାଙ୍ଗମାନେ ଭଜା ମାଛ। ଟିକେ ପାଣି ଟିକେ ଦେଇଦେବା ମାଛଟା ଟିକେ ସିଝିବ। ମାଛଟା ସିଝିବା ପାଇଁ ଟିକେ ସ୍ୱାଦ ଅନୁସାରେ ପାଣି। ତେଲ ବି ବାହାରି ଆସିଲା, କଲର ବି ବଢିଆ ଦେଖାଯାଉଛି। ତାକୁ ସିଝିବା ପାଇଁ ମିନିମମ୍ 15ରୁ 20 ମିନିଟ୍ ଛାଡ଼ିଦେବା। ଏବେ ଆମର ଦେଖନ୍ତୁ ମାଛଟି ମଧ୍ୟ ସିଝି ଆସି ଫୁଟିଗଲାଣି। ତରକାରୀଟି ମଧ୍ୟ ଭଲ ଭାବରେ ମାଛ ସହ କଷି ହେଇଗଲାଣି। କଲର ବି ଭଲ ଦେଖାଯାଉଛି। ଦେଖନ୍ତୁ ଆମ କଲର ଭଲ ଆସିଛି। ତୋ ହାତଟା ଦେଖ। କିଛି ସମୟ ତାକୁ ଆଉ ଟିକେ ଫୁଟିବାକୁ ଛାଡ଼ିଦେବା। ଯାହାକି ଆମର ଏଇଟି ସାଧା ରେସିପିଟା, ତେଣୁ ଆପଣମାନେ ଧନିଆ ପତ୍ର ଚାହିଁଲେ ବି ମଧ୍ୟ ଆଡ଼୍ କରିପାରିବେ। ମାଛ ଗୋଟା ଆଳୁ ମସଲା ମାଛଟି ମଧ୍ୟ ତିଆରି ହୋଇ ରେଡ଼ି ହୋଇଗଲାଣି। ଦେଖନ୍ତୁ ତା କଲରଟି ମଧ୍ୟ ଭଲ ଆସିଛି। ତେଲ ମଧ୍ୟ ତାର ଉପରୁ ବାହାରି ଆସିଛି। ଚାହିଁଲେ ଏଇ ସାଧା ରେସିପିଟାକୁ ମାତ୍ର 10 ମିନିଟ୍ରେ ଆପଣ ଘରେ ବନେଇ ଖାଇପାରିବେ।